ମହିଳାମାନଙ୍କ ପାଇଁ ଖୁସି ଖବର, ବ୍ୟାଙ୍କ ଆକାଉଣ୍ଟକୁ ଆସିବ 10,000 ଟଙ୍କା। ତେବେ କେଉଁ ତାରିଖରେ ଆସିବ ଆପଣମାନଙ୍କ ପାଖକୁ ସୁଭଦ୍ରା ଟଙ୍କା? ଚାଲନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିନେବା। ଚ୍ୟାନେଲରେ ନୂଆ କରି ଭିଜିଟ୍ କରୁଥିଲେ ଚ୍ୟାନେଲକୁ ଲାଇକ୍ କରିଦେବେ ଏବଂ ସବସ୍କ୍ରାଇବ୍ କରିଦେବେ ଏଭଳି ଭାବେ ସର୍ବପ୍ରଥମେ ନୋଟିଫିକେସନ୍ ପାଇବା ପାଇଁ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିନେବା। ମହିଳାମାନଙ୍କ ପାଇଁ ଖୁସି ଖବର, ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ସୁଭଦ୍ରା ଟଙ୍କା। ସେ ପୁଣି ଏକାଥରେ 2ଟି କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର। ତେବେ ଆସନ୍ତୁ ଜାଣିବା କେତେ ଆଉ କେଉଁମାନଙ୍କୁ ଏହି ଟଙ୍କା ଆସିବ। ନୂଆ ବର୍ଷରେ ଆସିଲା ନୂଆ ଅପଡେଟ୍। ହିତାଧିକାରୀଙ୍କ ପାଇଁ ଖୁସି ଖବର, ପୁଣି ମିଳିବ ସୁଭଦ୍ରା କିସ୍ତି ଟଙ୍କା। ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଅର୍ଥ। ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେବେ ବଡ଼ ଉପହାର। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ଏହି ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ାଙ୍କ ସୂଚନା ଅନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାର ସାମିଲ ହୋଇଥିବା ମହିଳା ଏବଂ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଏହି ଟଙ୍କା ମିଳିବ। ରାଜ୍ୟର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଗୋଟିଏ। ଏହି ଯୋଜନାରେ ପ୍ରତିବର୍ଷ 10,000 ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା 3ଟି କିସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପ୍ରତି କିସ୍ତିରେ କିଛି ମହିଳା ବଞ୍ଚିତ ହୋଇଥାନ୍ତି। ତେବେ ସେହି ମହିଳାମାନଙ୍କୁ ଚଳିତ ସପ୍ତାହରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି କ୍ରମରେ ଚଳିତ ଥର ମୋଟ 4,57,681 ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏହି ତାଲିକାରେ ପ୍ରଥମ କରି ସୁଭଦ୍ରାରେ ସାମିଲ ହୋଇଥିବା 1,78,000 ହିତାଧିକାରୀ ଏବଂ ଆବେଦନକାରୀ ବଞ୍ଚିତ ହୋଇଥିବା ପ୍ରାୟ 2,80,000 ହିତାଧିକାରୀ ସାମିଲ ଅଛନ୍ତି। ନୂଆ ପଞ୍ଜୀକରଣ କରିଥିବା 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତିର ଅର୍ଥ। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ସାମିଲ କରାଯାଇଛି। ତେବେ ଯେଉଁମାନେ ବାଦ୍ ପଡ଼ିଥିଲେ ସେମାନଙ୍କୁ ଏକା ସାଙ୍ଗରେ 2ଟି କିସ୍ତି ମିଳିବ। ସେହିପରି ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ମୋଟ 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ। ତ ଫ୍ରେଣ୍ଡସ୍, ଇନଫର୍ମେସନଟି ଯଦି ଭଲ ଲାଗିଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏଭଳି ଭାବେ ସର୍ବପ୍ରଥମେ ନୋଟିଫିକେସନ୍